ଦଶମ ଶ୍ରେଣୀ ସାହିତ୍ୟ ଦ୍ୱିତୀୟ ପାଠ ଭୀମଙ୍କ ସିଂହନାଦ ରଡ଼ି। ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ 1 ନମ୍ବର ଦେଖ, ଏକ ପଦରେ ପ୍ରକାଶ କର। 1 ନମ୍ବର ଦେଇଛି ଧୃତରାଷ୍ଟ୍ରଙ୍କ ପୁତ୍ର, ଏହାର ଉତ୍ତର ହେବ ଧାର୍ତ୍ତରାଷ୍ଟ୍ର। ସେହିପରି ମରୁତଙ୍କ ପୁତ୍ର ମାରୁତି, ପବନଙ୍କ ପୁତ୍ର ପାବନୀ, ପଣ୍ଡୁଙ୍କ ପୁତ୍ର ପାଣ୍ଡବ, ଆଦିତିଙ୍କ ପୁତ୍ର ହେବ ଆଦିତ୍ୟ, ଆଉ କୁନ୍ତୀଙ୍କ ପୁତ୍ର ହେବ କୌନ୍ତେୟ। 2 ନମ୍ବର, ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖ। ଶୂଳଧର, ଶୂଳଧରର ହେବ ମହାଦେବ, ଆଉ ଗୋଟେ ହେବ ଶିବ। ସେହିପରି ସଙ୍କଟ, ସଙ୍କଟର ପ୍ରତିଶବ୍ଦ ହେବ ବିପଦ, ସମସ୍ୟା। ମର୍ତ୍ତ୍ୟ, ମର୍ତ୍ତ୍ୟ କହିଲେ ପୃଥିବୀ, ଧରିତ୍ରୀ। ଅନ୍ତରୀକ୍ଷ, ଅନ୍ତରୀକ୍ଷ କହିଲେ ଆକାଶ, ବ୍ୟୋମ। ନଳିନୀ, ନଳିନୀର 2ଟି ପ୍ରତିଶବ୍ଦ ହେଲା ପଦ୍ମ, କମଳ। ଯମ, ଯମର ହେବ କାଳ, ମୃତ୍ୟୁ। କମଳା, କମଳାର ହେବ ଲକ୍ଷ୍ମୀ ବା ତାଙ୍କୁ କୁହାଯାଏ ଶ୍ରୀ। ଭର୍ସନା, ଭର୍ସନାର ପ୍ରତିଶବ୍ଦ ହେବ ଗାଳି, ତିରସ୍କାର। 3 ନମ୍ବର, ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ତ ତ୍ରିଲୋଚନ, ତ୍ରିଲୋଚନ ତିନି ଲୋଚନ ଯାହାଙ୍କର, ତ ସେଇଟା ହେଇଯିବ ବହୁବ୍ରୀହି ସମାସ। କାଳାନଳ, କାଳ ରୂପକ ଅନଳକୁ କାଳାନଳ କୁହାଯାଏ, ତ ତାହା ହେବ ରୂପକ କର୍ମଧାରୟ ସମାସ। ନବଦ୍ୱୀପ, ନବଦ୍ୱୀପର ସମାହାର ଯିଏ ତାକୁ ନବଦ୍ୱୀପ କୁହାଯାଏ, ତ ଏଇଟା ହେଇଯିବ ଦ୍ୱିଗୁ ସମାସ। ସପ୍ତସାଗର, ସପ୍ତ ସାଗରର ସମାହାର, ଏଇଟା ମଧ୍ୟ ହେବ ଦ୍ୱିଗୁ ସମାସ। ଭୁଜଦଣ୍ଡ, ଭୁଜ ଦଣ୍ଡ ପରି, ତ ଏଇଟା ହେବ ଉପମାନ କର୍ମଧାରୟ ସମାସ। ଅଜ୍ରାମ୍ବର, ଅଜାମ୍ବର, ତ ଅଜର ଅମର ଯିଏ ସେ ଅଜ୍ରାମ୍ବର, ଏଇଟା ହେଇଯିବ ବହୁବ୍ରୀହି ସମାସ। 4 ନମ୍ବର ଦେଖ, ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର। ପରେ ଦେଇଛି ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ, ଏହାର ଉତ୍ତର ହେବ ପବନର ସୁତ। ସେପରି 6 ନମ୍ବର ଦେଖ, ଆସନ କମ୍ପିଲା ଯେ ଦେବ ଶୂଳଧର। ଗ ନମ୍ବର, ପାର୍ବତୀ ବୋଇଲେ ଭୀମସେନ ଆମ୍ବ ଉପକାରୀ। ଘ ନମ୍ବର ହେବ ଚିରିକୁଟିରୁ କାଢ଼ିଦେଲେ ସେ ସିଂହନାଦ। ଓ ନମ୍ବର, ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ। ଚ ନମ୍ବର ଦେଖ, ବକ୍ଷସ୍ଥଳେ ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି। 6 ନମ୍ବର ହେବ ବୋଇଲୁ ଯେ ଭୀମର ସାତରଢ଼ି ସହିବୁ। ଜ ନମ୍ବର ହେବ କଦଳୀ ପତ୍ର ପ୍ରାୟେ କମ୍ପଇ ସହାତମି। ତାପରେ 5 ନମ୍ବର ଅଛି କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନ ଉତ୍ତର। 5 ନମ୍ବର ଅଛି ଦେଖ, ସିଂହନାଦ କ'ଣ? ତ ସିଂହନାଦ ମଇଁଷି ଶିଙ୍ଗରେ ନିର୍ମିତ ଏକ ବାଦ୍ୟ। ଶିବ ଭୈରବ ରୂପ ଧାରଣ କରି ସିଂହନାଦ କଲେ ପୃଥିବୀ ପ୍ରଳୟ ହୁଏ। 6 ନମ୍ବର, ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ? ତ ଭୀମ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତ ହୁଅନ୍ତୁ ବୋଲି ସହଦେବ ଜଗନ୍ନାଥଙ୍କୁ ଜଣାଇଲେ। 7 ନମ୍ବର ଦେଖ, ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ତ ପୂର୍ବେ ଭୀମ ଅଶ୍ଳେଷା ଦୈତ୍ୟକୁ ବଧ କରି କୈଳାସ ଉଦ୍ଧାର କରିଥିବାରୁ ଶିବ ଭୀମଙ୍କୁ ବର ଦେବାକୁ ସତ୍ୟ କରିଥିଲେ। ତେଣୁ ଶିବ ସତ୍ୟ ରକ୍ଷା କରି ମୃକୋଦର ଭୀମଙ୍କୁ ସିଂହନାଦ ପ୍ରଦାନ କରନ୍ତୁ ବୋଲି ଦେବୀ ପାର୍ବତୀ ଶିବଙ୍କୁ କହିଲେ। 8 ନମ୍ବର, ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ତ ପୂର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ପର୍ବତ ଉପାଡ଼ି ନେଉଥିବା ବେଳେ ଋଷ୍ୟମୁକ ପର୍ବତରେ ଅବସ୍ଥାନ କରୁଥିବା ଭୀମ ନିଜର ପରାକ୍ରମ ବଳରେ ଦୈତ୍ୟକୁ ବଧ କରି କୈଳାସ ଉଦ୍ଧାର କରିଥିଲେ। ତେଣୁ ଏହିପରି ଭାବରେ ପାଣ୍ଡବଙ୍କ ଯୋଗୁଁ ତ୍ରିଲୋଚନ ବର୍ତ୍ତିଥିଲେ।
9 ନମ୍ବର ସିଂହନାଦ କିପରି ରଡ଼ି କରି ଭୀମଙ୍କ ହସ୍ତକୁ ଆସିଲା। ତ ସିଂହନାଦ ରଡ଼ି କଲାବେଳେ ପ୍ରବଳ ପବନ ବହିବାକୁ ଲାଗିଲା ଓ ସମଗ୍ର ମର୍ତ୍ତ୍ୟଭୁବନ ବିକଟାଳ ଶବ୍ଦରେ କମ୍ପିବାକୁ ଲାଗିଲା। ଏହା ସୂର୍ଯ୍ୟଙ୍କ ଠାରୁ ଶତଗୁଣ ତେଜରେ ଜ୍ୟୋତି ପ୍ରକାଶ କରି ଆକାଶ ମାର୍ଗରୁ ଆସି ବ୍ୟାସ ସରୋବର କୂଳରେ ଉପନୀତ ହେଲା। କ୍ରମେ ଏହା ବ୍ୟାସ ସରୋବର କୂଳରେ ଉପସ୍ଥିତ ଥିବା ଭୀମଙ୍କ ହସ୍ତକୁ ଆସିଲା। 10 ନମ୍ବର ଦେଖ ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ। ତ ଲେଖିବ ଯେ ବ୍ୟାସ ସରୋବର ଠାରେ ବ୍ୟାସଦେବ ଗୁପ୍ତରେ ମହାଭାରତ ଓ ଅଷ୍ଟାଦଶ ପୁରାଣ ଆଦି ରଚନା କରୁଥିଲେ। ଦକ୍ଷ ଯଜ୍ଞନାଶ ପରେ ଶିବ ନିଜକୁ ଶୀତଳ କରିବା ପାଇଁ ଏଠାରେ ପ୍ରବେଶ କଲେ। ବ୍ୟାସଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବାରୁ ଶିବ ଅଭିଶାପ ଦେଇଥିଲେ ଯେ କୌଣସି ଶରଣାଗତ ଅନନ୍ୟ ଉପାୟ ହୋଇ ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ଏଠାରେ ଆଶ୍ରୟ ନେଲେ ତାର ଶତ୍ରୁ ଏଠାରେ ପ୍ରବେଶ କରିପାରିବ ନାହିଁ। ଯଦି ବଳପୂର୍ବକ ପ୍ରବେଶ କରେ ତେବେ ସେ ଶତ୍ରୁ ଧ୍ୱଂସ ହୋଇଯିବ। 11 ନମ୍ବର ପ୍ରଥମ ଥର ସିଂହନାଦ ରଡ଼ିରେ ପୃଥିବୀରେ କି ବିଲକ୍ଷଣ ମାନ ଦେଖାଦେଲା। ତ ପ୍ରଥମ ଥର ସିଂହନାଦ ରଡ଼ିରେ ମହିମଣ୍ଡଳ ପ୍ରକମ୍ପିତ ହେଲା। ପଦ୍ମପତ୍ରରେ ଢଳ ଢଳ ହେଲା ପରି ମେଦିନୀ ଟଳମଳ ହେଲା। 12 ନମ୍ବର ଦ୍ୱିତୀୟ ଥର ସିଂହନାଦ ରଡ଼ିରେ ସୌରଜଗତରେ କି ବିଲକ୍ଷଣ ଦେଖାଗଲା। ତ ଭୀମର ଦ୍ୱିତୀୟ ସିଂହନାଦ ରଡ଼ିରେ 6 ଲକ୍ଷ ଯୋଜନ ଯାଏ ଆକାଶ ପ୍ରକମ୍ପିତ ହେଲା ଓ ନବଦ୍ୱୀପ ଓ ସପ୍ତସାଗର ଗୁଡ଼ିକ ପ୍ରକମ୍ପିତ ହେଲା। ଭୂଲୋକ, ସୂର୍ଯ୍ୟଲୋକ, ଧ୍ରୁବମଣ୍ଡଳ ଓ ଦେବଲୋକ ଇତ୍ୟାଦିରେ କମ୍ପନ ସୃଷ୍ଟି ହେଲା। ସମୁଦ୍ରର ଜଳ ଉଛୁଳି ସତେ ଯେପରି ଆକାଶ ସ୍ପର୍ଶ କଲା। 13 ନମ୍ବର ନବଦ୍ୱୀପର ନାମ ଲେଖ। ତ ସ୍କନ୍ଦ ପୁରାଣ ଅନୁସାରେ ନବଦ୍ୱୀପର ନାମ ହେଲା ଇନ୍ଦ୍ରଦ୍ୱୀପ, ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ୱୀପ, ବରୁଣଦ୍ୱୀପ, କଶେରୁମାନ ଦ୍ୱୀପ, ଗୌସ୍ତିମାନ ଦ୍ୱୀପ, ତାମ୍ରପର୍ଣ୍ଣ ଦ୍ୱୀପ, କୁମାରିକା ଦ୍ୱୀପ। 14 ନମ୍ବର ସପ୍ତସାଗରର ନାମ ଲେଖ। ତ ସପ୍ତସାଗରର ନାମ ହେଲା ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା ଓ ଜଳ। 15 ନମ୍ବର ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା। ତ ଦ୍ୱିତୀୟ ରଡ଼ିରେ ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଅଗ୍ରାହ୍ୟ କରି ଦୁର୍ଯ୍ୟୋଧନ ବିରଚିତ ସମ୍ମୁଖ ସମରକୁ ଯିବାକୁ ଉଦ୍ୟତ ହେଲା। 16 ନମ୍ବର ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କ'ଣ କ'ଣ କହି ବାହାରକୁ ଯିବା ପାଇଁ ବାରଣ କଲେ। ତ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ପ୍ରବୋଧନ ଦେଇ କହିଲେ ସେ ଭୀମର ଦ୍ୱିତୀୟ ରଡ଼ି ସହ୍ୟ କଲେ ମହୀରେ ଚିରଞ୍ଜୀବୀ ହେବ। 17 ନମ୍ବର ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ। ତ ଦୁର୍ଯ୍ୟୋଧନ ଦୁଇ ଭୁଜ ଧରି ମହାଲକ୍ଷ୍ମୀ ତାକୁ ବାହାରକୁ ଯିବାକୁ ବାରଣ କଲେ ମଧ୍ୟ ପାମର ଦୁର୍ଯ୍ୟୋଧନ ତାଙ୍କୁ ଠେଲିଦେଲା। ମା କମଳାଙ୍କୁ ଛାଡ଼ି ଚାଲିଯିବା ପାଇଁ ମଧ୍ୟ କହି ଭର୍ତ୍ସନା କଲା। ଏହିପରି ଭାବରେ ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ ଅବଜ୍ଞା କଲା। 18 ନମ୍ବର ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ। ତ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣ ନ ମାନି ତାଙ୍କୁ ଠେଲି ଦେବାରୁ ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଛାଡ଼ି ପଳାଇଲେ। 19 ନମ୍ବର ଦୁର୍ଯ୍ୟୋଧନର ଗଦାଦ୍ୱୟର ଓଜନ କେତେ ପରିମାଣର। ତ ଦୁର୍ଯ୍ୟୋଧନଙ୍କର ଗଦାଦ୍ୱୟର ଓଜନ 70 ଭାର ବୋଲି କୁହାଯାଇଛି। 20 ନମ୍ବର ସରଳାର୍ଥ ଅଛି। ଦେଖ ସଙ୍କଟ କାଳେ ତୁମ୍ଭର ଉଦ୍ଧାରନ୍ତି ପୁଣ ଦିଅ ସେ ସିଂହନାଦ ପ୍ରସନ୍ନ ବଦନେନ। ତ ଏହାକୁ ଲେଖିବ ସଙ୍କଟ କାଳେ ... ବଦନେନ। ତାପରେ ଲେଖିବ ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଡ଼ି ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ସାରଳା ଦାସ
ପାର୍ବତୀ କିପରି ପାଣ୍ଡବଙ୍କୁ ସିଂହନାଦ ପ୍ରଦାନ କରିବା ଉଚିତ ବୋଲି ଶିବଙ୍କୁ ପରାମର୍ଶ ଦେଇଛନ୍ତି ତାହା ଏଠାରେ ବର୍ଣ୍ଣନା କରିଅଛନ୍ତି। ତାପରେ ଲେଖିବ ଯେ ସିଂହନାଦ ପ୍ରାପ୍ତି ଉଦ୍ଦେଶ୍ୟରେ ଭୀମ ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଧ୍ୟାନସ୍ଥ ହେଲେ। ଭୀମଙ୍କ ଧ୍ୟାନରେ ଈଶ୍ୱରଙ୍କ ଆସନ ଟଳମଳ ହେଲା। ତ୍ରିକାଳଦର୍ଶୀ ଶିବ ଭୀମଙ୍କର ଇଚ୍ଛା ବିଷୟରେ ଅବଗତ ହେଲେ। ସେ ଏଥିପାଇଁ ପତ୍ନୀ ପାର୍ବତୀଙ୍କର ପରାମର୍ଶ ଗ୍ରହଣ କରିବାକୁ ଇଚ୍ଛା କଲେ। ପାର୍ବତୀ ଶିବଙ୍କୁ ସ୍ମରଣ କରାଇଦେଲେ ଯେ ପୂର୍ବେ ଭୀମ କିପରି କୈଳାସ ପର୍ବତକୁ ଅଶ୍ଳେଷା ଦୈତ୍ୟଠାରୁ ଉଦ୍ଧାର କରିଥିଲେ। ବିପଦ ସମୟରେ ପାଣ୍ଡବମାନେ ଶିବଙ୍କର ଉପକାର କରିଥିବାରୁ ଶିବ ପ୍ରସନ୍ନ ହୋଇ ଭୀମଙ୍କୁ ସିଂହନାଦ ପ୍ରଦାନ କରନ୍ତୁ ବୋଲି ପାର୍ବତୀ ପରାମର୍ଶ ଦେଲେ। ପାର୍ବତୀଙ୍କ ପରାମର୍ଶ ଗ୍ରହଣ କରି ଶିବ ସିଂହନାଦକୁ ଭୀମଙ୍କ ହସ୍ତରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଲେ। ଶେଷରେ ଲେଖିବ ପ୍ରସଙ୍ଗରେ ଜଗତ କଲ୍ୟାଣ ଲାଗି ପାର୍ବତୀଙ୍କ ପରାମର୍ଶ ଆଦର୍ଶ ସ୍ଥାନୀୟ। ତାପରେ 21 ନମ୍ବର ଦେଖ କାଳାନଳ ଜାଣି ବିକାଶେ ସିଂହନାଦ ଜ୍ୟୋତି ଆଦିତ୍ୟଂହୁ ସତେ ଗୁଣ ତେଜ ବିକାଶନ୍ତି। ତ ଏଇଟାକୁ ଲେଖିବ କାଳାନଳ ବିକାଶନ୍ତି। ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଳି ଶୀର୍ଷକ କବିତାରୁ ଗୃହୀତ। ଆଉ ଆଲୋଚ୍ୟ ପ୍ରସଙ୍ଗରେ କବି ଶାରଳା ଦାସ ଶିବଙ୍କର ସିଂହନାଦର ତେଜ ବିଷୟରେ ବର୍ଣ୍ଣନା କରିଛନ୍ତି। ତାପରେ ଲେଖିବ ଯେ ଶିବଙ୍କ ଆଜ୍ଞା ପାଇ ସିଂହନାଦ ଗତି କଲାବେଳେ ସମଗ୍ର ମର୍ତ୍ତ୍ୟ ଭୁବନ ପ୍ରଚଣ୍ଡ ଶବ୍ଦରେ କମ୍ପିବାକୁ ଲାଗିଲା। ପ୍ରଚଣ୍ଡ ବେଗରେ ପବନ ବହିବାକୁ ଲାଗିଲା। ଏହା ସୂର୍ଯ୍ୟଙ୍କ ଠାରୁ ଶତଗୁଣ ତେଜରେ ଜ୍ୟୋତି ପ୍ରକାଶ କରି ଆକାଶ ମାର୍ଗରେ ଗତି କରୁଥିଲା। ସିଂହନାଦରୁ ଭୟଙ୍କର ଅଗ୍ନି ନିର୍ଗତ ହୋଇ ଚାରିଆଡ଼େ ବିଚ୍ଛୁରିତ ହେଉଥିଲା। ଏହା କ୍ରମଶଃ ବ୍ୟାସ ସରୋବର ତୀରରେ ଉପନୀତ ହେବାକୁ ଅଗ୍ରସର ହେଲା। ପ୍ରସଙ୍ଗରେ ସିଂହନାଦର ତେଜର ବର୍ଣ୍ଣନା କବିଙ୍କର ମହାକାବ୍ୟିକ ଦୃଷ୍ଟିକୋଣର ପରିଚୟ ବହନ କରେ। 22 ନମ୍ବର ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି ପୃଥିବୀ ଦଳଦଳିତ କମ୍ପଇ ମେଦିନୀ। ତ ଏହାକୁ ଲେଖିବ ନଳିନୀ ପତ୍ରରେ କମ୍ପଇ ମେଦିନୀ। ତାପରେ ଲେଖିବ ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଳି ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ଶାରଳା ଦାସ ଭୀମଙ୍କ ପ୍ରଥମ ସିଂହନାଦ ରଳିରେ ପୃଥିବୀରେ କି କି ବିଲକ୍ଷଣ ଦେଖାଗଲା ତାହା ବର୍ଣ୍ଣନା କରିଛନ୍ତି। ତାପରେ ଲେଖିବ ସିଂହନାଦ ପ୍ରାପ୍ତିରେ ଭୀମ ତାହାକୁ ଓଠରେ ଲଗାଇ ଫୁଙ୍କିବାରୁ ଏଠାରେ ପ୍ରଚଣ୍ଡ ଶବ୍ଦରେ ସମଗ୍ର ମହିମଣ୍ଡଳ ପ୍ରକମ୍ପିତ ହେବାକୁ ଲାଗିଲା। ପଦ୍ମପତ୍ରରେ ଜଳ ଢଳ ଢଳ ହେଲା ପରି ସମଗ୍ର ପୃଥିବୀ ଥରହର ହେଲା। ଏହି ପ୍ରକାର ବର୍ଣ୍ଣନା ଅତିରଞ୍ଜିତ ମନେ ହେଉଥିଲେ ମଧ୍ୟ ମହାକାବ୍ୟିକ ଦୃଷ୍ଟିକୋଣରୁ ଏହି ବର୍ଣ୍ଣନା ଉପଯୁକ୍ତ ଓ ପ୍ରାସଙ୍ଗିକ। ଶେଷରେ ଲେଖିବ ପ୍ରସଙ୍ଗରେ କବିଙ୍କ ତୁଳନା ମହାକାବ୍ୟ ଅନୁଯାୟୀ ଯଥାର୍ଥ ଓ ଉପଯୁକ୍ତ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।